ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଓଡ଼ିଆ ବରପୁତ୍ର ମାନଙ୍କର କୀର୍ତ୍ତି ସୁରକ୍ଷାର ଅତନ୍ଦ୍ର ପ୍ରହରୀ ହେଉଛି ଏହି ଉତ୍କଳି ଚ୍ୟାନେଲ। ଓଡ଼ିଆ ଭାଷାର ଓଡ଼ିଆମାନଙ୍କର ସୁରକ୍ଷା ନେଇ ତଥା ଓଡ଼ିଆ ସାହିତ୍ୟିକ ମାନଙ୍କର କବିଙ୍କର ଓଡ଼ିଆ ସ୍ରଷ୍ଟାମାନଙ୍କର ବିଭିନ୍ନ ସୃଷ୍ଟିକୁ ନେଇ ତଥା ଓଡ଼ିଆ ବରପୁତ୍ର ମାନଙ୍କର ଜୟନ୍ତୀ ଇତ୍ୟାଦିକୁ ନେଇ ଅନେକ ଉପସ୍ଥାପନ ଏହି ଚ୍ୟାନେଲରେ ରହିଛି। ଯଦି ଆପଣମାନେ ସମୟ ପାଆନ୍ତି ତେବେ ଚ୍ୟାନେଲର ପୁରୁଣା ଭିଡ଼ିଓ ଗୁଡ଼ିକୁ ଥରେ ଦେଖନ୍ତୁ। ଯେଉଁମାନେ ଆମ ଭାଷା ପାଇଁ, ଆମ ସାହିତ୍ୟ ପାଇଁ, ଆମ ସଂସ୍କୃତି ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛନ୍ତି, ଅନେକ ତ୍ୟାଗ ସହିଛନ୍ତି, ସେଇମାନେ ଆମ ଜାତିର ମହାପୁରୁଷ। ସେଇମାନଙ୍କୁ ମନେ ପକାଇବା ପାଇଁ, ସେମାନଙ୍କୁ ଆମ ସମର୍ପିତ ଭାବ ଦେଖାଇବା ପାଇଁ, ସେମାନଙ୍କ କୀର୍ତ୍ତି କୃତି ଏବଂ କୃତିତ୍ୱକୁ ସ୍ୱୀକୃତି ଜଣାଇବା ପାଇଁ ସେମାନଙ୍କର ଜୟନ୍ତୀ ବା ଶ୍ରାଦ୍ଧ ଦିବସ ସବୁ ଉପସ୍ଥାପନ ଏହି ଉତ୍କଳି ଚ୍ୟାନେଲରେ ଆସୁଛି। ଯଦି ସମୟ ପାଆନ୍ତି ତେବେ ଚ୍ୟାନେଲର ପୁରୁଣା ଭିଡ଼ିଓ ଗୁଡ଼ିକୁ ଥରେ ଦେଖନ୍ତୁ। ଚ୍ୟାନେଲକୁ ଏ ଉତ୍କଳି କିଛି ମାଗୁନାହିଁ, କେବଳ ମାଗୁଛି ଟିକେ ଭଲ ପାଇବା। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ମା ମାଟି ମାତୃଭାଷା ପ୍ରତି ସମର୍ପିତ ଭାବ ଦେଖାନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ୍ରେ କୌଣସି ପଇସା ପଡ଼େ ନାହିଁ। ମା ମାଟି ମାତୃଭାଷା ତଥା ଅଗଣିତ ଉତ୍କଳିମାନଙ୍କର ଜୟ ଜୟ ଗାନ କରି ଉପସ୍ଥାପନ କରୁଛି। ଆଜିର ଉପସ୍ଥାପନଟି ହେଲା, ଆପଣ ଦୁଇଟି ଶବ୍ଦ ପରଦା ଉପରେ ଦେଖୁଛନ୍ତି। ଗୋଟିଏ ହେଉଛି ଗଦ୍ଗଦ୍, ଆଉ ଗୋଟିଏ ହେଉଛି ଗୋଲକ। ପ୍ରକୃତରେ ଏହି ଶବ୍ଦ ଦୁଇଟି ଓଡ଼ିଆ ଭାଷାରେ ବା ଆମ ଭାଷାରେ ବହୁଳ ଭାବରେ ବ୍ୟବହୃତ ହୁଏ। ଗଦ୍ଗଦ୍ ଲେଖିଲା ବେଳେ ଆମେ ଦୁଇଟି ଯାକ ଦରେ ହଳନ ଦେଇଥାଉ। ପ୍ରକୃତରେ ଏହା ହେଉଛି ଭୁଲ। ଏହାର ପ୍ରକୃତି ପ୍ରତ୍ୟୟ ହେଉଛି ଗଦ୍ ଯୁକ୍ତ ଅ, ତେଣୁ ଶେଷ ଦରେ ହଳନ ଦେଲେ ଭୁଲ ହେବ। ଏହାର ତଥ୍ୟ ମୁଁ ଉପସ୍ଥାପନ କରିଛି। ଏହା ମୋର ମତ ନୁହେଁ, ପଣ୍ଡିତମାନଙ୍କର, ଭାଷାବିତ୍ମାନଙ୍କର, ଭାଷା ଅନୁରାଗୀ ମହାପୁରୁଷମାନଙ୍କର ମତ। ସେହିପରି ଆଉ ଗୋଟିଏ ଶବ୍ଦ ହେଉଛି ଗୋଲକ। ଆମେ ଲେଖିଥାଉ ଗୋଲକ, ପ୍ରକୃତରେ ଏହା ହେବ ଗୋଲୋକ। ବିଷ୍ଣୁଙ୍କର ନିତ୍ୟଧାମ ଗୋଲୋକ, ଏଣୁ ତାଙ୍କୁ ଗୋଲୋକ ବିହାରୀ ବା ଗୋଲୋକପତି କୁହାଯାଏ। ଏହି ଅର୍ଥକୁ ଗ୍ରହଣ କରି ଆମେ ପୁଅ ପିଲାଙ୍କ ନାମ ଗୋଲୋକ ବିହାରୀ ରଖିଥାଉ, କିନ୍ତୁ ଅନେକ ସେହି ନାମକୁ ବିକୃତ କରି ତାକୁ ଗୋଲକ ବୋଲି ଡାକନ୍ତି। ଗୋଲକ, ଗୋଲ ଯୁକ୍ତ କ ଏକ ଭିନ୍ନ ଶବ୍ଦ, ଯାହାର ଅର୍ଥ ବର୍ତ୍ତୁଳକାର ବା ଗୋଲାକାର। ତେଣୁ ଠିକ୍ ହେବ ଗଦ୍ ଗଦ, ଆଉ ଗୋଟିଏ ଶବ୍ଦ ଯାହା ହେଉଛି ଗୋଲୋକ। ଏହା ହିଁ ଲେଖିଲେ ଏହି ଦୁଇଟି ଶବ୍ଦର ଠିକ୍ ରୂପ ହେବ। ଏହିପରି ଅନେକ ଉପସ୍ଥାପନ ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଏହିପରି ଅନେକ ଉପସ୍ଥାପନ ଚ୍ୟାନେଲରେ ଅଛି, ଆହୁରି ମଧ୍ୟ ଆଗକୁ ଆସିବ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ଆଜିର ଦିନଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ।